କନଷ୍ଟ୍ରକ୍ସନ୍ର କଲମ ଷ୍ଟାର୍ଟର ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। ଯଦି ବିନା ଷ୍ଟାର୍ଟରରେ କଲମଟି ଢଳାଯାଏ ତାହେଲେ କଲମଟି ଆଉଟ୍ ହେବାର ବହୁତ ସମ୍ଭାବନା ଥାଏ। ତା'ର ପ୍ରକୃତ କଭର ବି ମିଳିନଥାଏ, ଯାହାଫଳରେ କାମଟି ଆକ୍ଚୁଆଲି କାମ ହେଇନଥାଏ। ଆଉ କଲମରେ ଯେତେବେଳେ ଷ୍ଟାର୍ଟରଟି ଆମେ ଫିଟିଂ କରିବା ସେତେବେଳେ ଆର ସପୋର୍ଟ ଦେବା ନିହାତି ଦରକାର। ନହେଲେ କଂକ୍ରିଟ୍ କରିବା ସମୟରେ ଷ୍ଟାର୍ଟରଟି ଏପଟ ସେପଟ ହେଇପାରେ। ପରଫେକ୍ଟ ସପୋର୍ଟ ଦେଲା ପରେ କଂକ୍ରିଟ୍ ଢଳେଇ କରନ୍ତୁ। କଂକ୍ରିଟ୍ ଢାଳିଲା ପରେ ତାକୁ ଭାଇବ୍ରେଟର ୟୁଜ୍ କରନ୍ତୁ। ୟୁଜ୍ କଲା ପରେ ଷ୍ଟାର୍ଟରଟି ଆପଣଙ୍କର ପରଫେକ୍ଟ ହେଇପାରିବ। ପରଫେକ୍ଟ ହେଲା ପରେ ଆପଣ ଯେଉଁ ମାପର ଷ୍ଟାର୍ଟର ଦେଇଛନ୍ତି ତାହା ପୁଣି ଥରେ ଚେକ୍ କରିନିଅନ୍ତୁ। ଚେକ୍ କଲା ପରେ ଆପଣ ଦେଖିବେ ଷ୍ଟାର୍ଟର ଠିକ୍ ଅଛି, ତାହେଲେ ଆପଣ ଜଏଣ୍ଟ ପାଇଁ ସେର୍କି ଦିଅନ୍ତୁ। ଦେଖନ୍ତୁ ଇଟା ସାହାଯ୍ୟରେ କିମ୍ବା କାଠ ସାହାଯ୍ୟରେ ସେର୍କି ଦିଅନ୍ତୁ, ଯାହାକି ଆପଣଙ୍କର ଉପରେ କାଷ୍ଟିଂ ହେବାକୁ ଥିବା କଲମଟି ଠିକ୍ରେ ଜଏଣ୍ଟ ଧରିବ। ଦେଖନ୍ତୁ ଯଦି ଆମେ କିଛି ତା'ର ସେର୍କି ନଦେବା ତାହେଲେ ଏଇଟା କ'ଣ ହେବ, ଆପଣଙ୍କ କଲମଟି ଠିକ୍ରେ ଜଏଣ୍ଟ ହେଇପାରିବ ନାହିଁ। ତେଣୁ ଆପଣ ଧ୍ୟାନର ସହିତ ଷ୍ଟାର୍ଟରଟିକୁ ଠିକ୍ ଭାବରେ କାଷ୍ଟିଂ କରନ୍ତୁ, ତାହେଲେ ଆପଣଙ୍କର କଲମଟି ମଧ୍ୟ ଷ୍ଟ୍ରଙ୍ଗ ହେଇପାରିବ।